ବନ୍ଧୁ ମାନେ ଆଜି ମୁଁ ଆପଣଙ୍କୁ କଳା ଗୋଲମରିଚ ବିଷୟରେ ଏପରି କିଛି ଚମତ୍କାର ଉପାୟ କହିବାକୁ ଯାଉଛି, ଯେଉଁ ମସଲା ଯାହା ପ୍ରତ୍ୟେକ ଦିନ ଆପଣଙ୍କର ରୋଷେଇ ଘରେ ରହିଥାଏ, ଯାହାକୁ ଆପଣ ଆପଣଙ୍କର ଖାଦ୍ୟ ଏବଂ ଚାରେ ମିଶାନ୍ତି, ଯାହାକୁ ଆପଣ ସମ୍ପୂର୍ଣ୍ଣ ସାଧାରଣ ବୋଲି ମନେ କରନ୍ତି। କିନ୍ତୁ ବନ୍ଧୁମାନେ, ଏହି ଗୋଲମରିଚ କୌଣସି ସାଧାରଣ ଜିନିଷ ନୁହେଁ। ହଜାର ହଜାର ବର୍ଷ ପୂର୍ବରୁ ଆମର ପ୍ରାଚୀନ ଚିକିତ୍ସକମାନେ ଗୋଲମରିଚକୁ ଏକ ବିଶେଷ ନାମ ଦେଇଥିଲେ, ଶତ୍ରୁ ଦମନ ଦ୍ରବ୍ୟ, ଯାହାର ଅର୍ଥ ହେଉଛି ଏପରି ଏକ ପଦାର୍ଥ ଯାହା ଶତ୍ରୁକୁ ଦମନ କରେ। ଏହା ସେମାନଙ୍କର ଶକ୍ତିକୁ ଦମନ କରେ, ସେମାନଙ୍କର ଶକ୍ତିକୁ ଚୂର୍ଣ୍ଣ କରେ ଏବଂ ସେମାନଙ୍କର ଷଡ଼ଯନ୍ତ୍ରକୁ ନିଷ୍କ୍ରିୟ କରେ। ଏବଂ ସେମାନେ ଏହି ନାମକୁ ହାଲୁକା ଭାବରେ ଦେଇନଥିଲେ। ସେମାନେ ଅଭିଜ୍ଞତା ଏବଂ ବର୍ଷ ବର୍ଷର ଆଧ୍ୟାତ୍ମିକ ଅଭ୍ୟାସ ମାଧ୍ୟମରେ ଏହା ପାଇଥିଲେ। ବନ୍ଧୁମାନେ, ଗୋଲମରିଚର ରଙ୍ଗ କଳା ଏବଂ ଆମର ପରମ୍ପରାରେ କଳା ନକାରାତ୍ମକ ଶକ୍ତିର ଅବଶୋଷଣକୁ ପ୍ରତୀକ କରେ। ଯେପରି କଳା କପଡ଼ା ସୂର୍ଯ୍ୟର ଉତ୍ତାପକୁ ଶୋଷିତ କରେ, ସେହିପରି କଳା ଗୋଲମରିଚ ଖରାପ ଶକ୍ତି ଏବଂ ଶତ୍ରୁର ନକାରାତ୍ମକ ଶକ୍ତିକୁ ଶୋଷିତ କରେ। ଏହା ବ୍ୟତୀତ କଳା ଗୋଲମରିଚ କଠିନ। ଏଥିରେ ଏକ ତୀବ୍ରତା, ଏକ ଅଗ୍ନି ଅଛି, ଯାହା ଶତ୍ରୁର ମନ୍ଦ ଉଦ୍ଦେଶ୍ୟକୁ ପୋଡ଼ି ପାଉଁଶ କରିଦିଏ। ଏବେ ଆସନ୍ତୁ ପାଦ ବିଷୟରେ କଥା ହେବା। ଆମର ଶାସ୍ତ୍ରଗୁଡ଼ିକ ପାଦକୁ ବହୁତ ଗୁରୁତ୍ୱ ଦିଅନ୍ତି। ଆମେ ଆମର ଗୁରୁଜନମାନଙ୍କର ପାଦ ସ୍ପର୍ଶ କରୁ, କେବଳ ଏକ ପରମ୍ପରା ଭାବରେ ନୁହେଁ, ବରଂ କାରଣ ପାଦ ଗଭୀର ଶକ୍ତି ଧାରଣ କରେ। ଆମର ପାଦ ପୃଥିବୀ ସହିତ ସଂଯୁକ୍ତ, ମାତା ପୃଥିବୀ ସହିତ, ଯେ ନକାରାତ୍ମକତାକୁ ଶୋଷିତ କରନ୍ତି। ଯେତେବେଳେ ଆମେ ଖାଲି ପାଦରେ ଚାଲୁ, ନକାରାତ୍ମକ ଆମ ଶରୀର ଛାଡ଼ି ମାଟିରେ ପ୍ରବେଶ କରେ। ଏହି କାରଣରୁ ଆମର ପୂର୍ବପୁରୁଷମାନେ ଖାଲି ପାଦରେ ଚାଲୁଥିଲେ ଏବଂ ପାଦୁକା ବିନା ମନ୍ଦିରରେ ପ୍ରବେଶ କରୁଥିଲେ। ଯେତେବେଳେ ଆପଣ ଗୋଲମରିଚକୁ ପାଦ ତଳେ ଚାପି ଦିଅନ୍ତି, ଆପଣ ତିନୋଟି ଶକ୍ତିକୁ ଏକତ୍ର କରୁଛନ୍ତି: କଳା ଗୋଲମରିଚର ଦମନକାରୀ ଶକ୍ତି ଏବଂ ମାତା ପୃଥିବୀଙ୍କର ଭୂମି ଶକ୍ତି। ଏକାଠି ଏହି ଶକ୍ତିଗୁଡ଼ିକ ଶତ୍ରୁର ମେରୁଦଣ୍ଡକୁ ଭାଙ୍ଗି ଦିଅନ୍ତି। ଯେଉଁ ଶକ୍ତି ଉପରେ ସେମାନେ ଠିଆ ହୋଇଛନ୍ତି, ସେହି ଶକ୍ତିକୁ ନଷ୍ଟ କରିଦିଏ, ମୂଳ ପର୍ଯ୍ୟନ୍ତ। ତ ବନ୍ଧୁମାନେ, ମୁଁ ଏବେ ଆପଣଙ୍କୁ ଏହି ପ୍ରତିକାରର ମୂଳରେ ଥିବା କାହାଣୀ କହିବାକୁ ଚାହେଁ। ବହୁ ବର୍ଷ ପୂର୍ବେ ଏହି ଘଟଣା ଘଟିଥିଲା। ହିମାଳୟର ପାଦଦେଶରେ ଏକ ଛୋଟ ମଠ ଥିଲା। ଏହା ଘନ ଗଛ ଏବଂ ଉଚ୍ଚ ପର୍ବତ ଦ୍ୱାରା ଘେରି ରହିଥିଲା, ତଥାପି ଏହା ମଧ୍ୟରେ ଶାନ୍ତିର ଏକ ପକେଟ ଥିଲା। ଏକ ସ୍ଥାନ ଯେଉଁଠାରେ ସକାଳର ଶୀତଳ ପବନ ଏବଂ ପକ୍ଷୀଙ୍କର ଗୀତ ଜୀବନର ଲୟ ସ୍ଥିର କରିଥିଲା। ସେହି ମଠରେ ଜଣେ ବୃଦ୍ଧ ସନ୍ନ୍ୟାସୀ ରହୁଥିଲେ। ସେ ବହୁତ ବୃଦ୍ଧ ଥିଲେ, ତଥାପି ତାଙ୍କ ଆଖିରେ ଏକ ଅଦ୍ଭୁତ ଚମକ ଥିଲା, ଏକ ଆଲୋକ ଯାହା ହୁଏତ ଆପଣ କେବେ ଦେଖିନଥିବେ। ଯେ ତାଙ୍କୁ ଭେଟିଥିଲେ, ସେ କେବେ ସେହି ଚମକ ଭୁଲି ନଥିଲେ। ଏହା ଜ୍ଞାନ, ଅଭିଜ୍ଞତା, କରୁଣା ଏବଂ ଉଷ୍ମତାରୁ ଜନ୍ମିତ ଏକ ଆଲୋକ ଥିଲା। ଜଣେ ବ୍ୟକ୍ତି ଅନେକ ଦିନ ଧରି ଏକ ଦୀର୍ଘ କଷ୍ଟକର ଯାତ୍ରା ପରେ ସେଠାରେ ପହଞ୍ଚିଲେ। ତାଙ୍କର କାନ୍ଧ ଦୁର୍ବଳ ଥିଲା ଏବଂ ତାଙ୍କର ଆଖି ଏବଂ ମୁହଁରେ ଗଭୀର କ୍ଳାନ୍ତି ଏବଂ ଦୁଃଖ ଦେଖାଯାଉଥିଲା। ସେ ସନ୍ନ୍ୟାସୀଙ୍କ ସମ୍ମୁଖରେ ବସି କହିଲେ, ପ୍ରଭୁ, ମୋ ଗାଁରେ ଜଣେ ବ୍ୟକ୍ତି ଅଛନ୍ତି, ଯେ କି ମୋର ଶତ୍ରୁ ଅଟନ୍ତି। ସେ 5 ବର୍ଷ ଧରି ମୋତେ ଅସୁବିଧାରେ ପକାଉଛନ୍ତି। ମୋର ଫସଲ ନଷ୍ଟ ହୋଇଯାଉଛି, ମୋର ସ୍ତ୍ରୀ ଅସୁସ୍ଥ ଅଛନ୍ତି ଏବଂ ମୋର ପିଲାମାନେ ଭୋକରେ ଅଛନ୍ତି। ପ୍ରତ୍ୟେକ ଦିନ ସେ ମୋତେ କ୍ଷତି କରିବା ପାଇଁ କିଛି ନା କିଛି କରନ୍ତି। ସନ୍ନ୍ୟାସୀ ତାଙ୍କୁ ଶାନ୍ତ ଭାବରେ ଦେଖିଲେ ଏବଂ କିଛି ମୁହୂର୍ତ୍ତ ପାଇଁ ନୀରବ ରହିଲେ। ତାପରେ ସେ ପଚାରିଲେ, ପୁତ୍ର, ତୁମେ କେତେ ଦିନ ଧରି ଏହି ଶତ୍ରୁ ସହିତ ଲଢ଼ି ଆସୁଛ? ଯୁବକ ଜଣକ ଉତ୍ତର ଦେଲେ, 5 ବର୍ଷ ଧରି। ସନ୍ନ୍ୟାସୀ ପଚାରିଲେ, ଏହି 5 ବର୍ଷ ମଧ୍ୟରେ ତୁମେ କ'ଣ କରିଛ? ଯୁବକ ଜଣକ କହିଲେ, ମୁଁ ତାଙ୍କ ସହିତ ଲଢ଼ିଥିଲି। ମୁଁ ତାଙ୍କୁ ଅଭିଶାପ ଦେଇଥିଲି। ମୁଁ ଗ୍ରାମ ପରିଷଦରେ ତାଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିଥିଲି। ମୁଁ ତାଙ୍କ ବିଷୟରେ ଅନ୍ୟମାନଙ୍କ ସହିତ କଥା ହୋଇଥିଲି। ମୁଁ ଦିନରାତି ତାଙ୍କ ବିଷୟରେ ଚିନ୍ତା କରୁଥିଲି। ମୁଁ ତାଙ୍କ ବିଷୟରେ ସବୁବେଳେ ଚିନ୍ତିତ ଥିଲି। ମୁଁ ତାଙ୍କ ବିଷୟରେ ଭାବି ରାତିରେ ଜାଗ୍ରତ ରହିଥିଲି।
ତାପରେ ସନ୍ନ୍ୟାସୀ ଏକ ଗଭୀର ନିଶ୍ୱାସ ନେଇ କହିଲେ, ପୁତ୍ର, ଏହା ହିଁ ତୁମର ସବୁଠାରୁ ବଡ଼ ଭୁଲ। ତୁମର ସବୁଠାରୁ ବଡ଼ ଭୁଲ ହେଉଛି 5 ବର୍ଷ ଧରି ତୁମେ ତାକୁ ତୁମର ଶକ୍ତି, ତୁମର ସମୟ, ତୁମର ମନ, ତୁମର ନିଦ୍ରା ଏବଂ ତୁମର ଶାନ୍ତି ସବୁକିଛି ଦେଇଥିଲ ଏବଂ ସେ ଏସବୁ ନେଇ ତୁମକୁ ଧ୍ୱଂସ କରିବା ପାଇଁ ବ୍ୟବହାର କରିଥିଲା। ଯୁବକ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ। ଗୁରୁଜୀ, ମୁଁ ବୁଝିପାରୁନାହିଁ। ସେ କହିଲେ। ସନ୍ନ୍ୟାସୀ ଉତ୍ତର ଦେଲେ, ପୁତ୍ର, ଯେତେବେଳେ ତୁମେ ତାଙ୍କ ବିଷୟରେ ଭାବୁଥିଲ, ତୁମେ ତାଙ୍କୁ ତୁମର ଶକ୍ତିକୁ ଦେଉଥିଲ। ଯେତେବେଳେ ତୁମେ ତାଙ୍କ ସହିତ ଲଢ଼ୁଥିଲ, ତୁମେ ତାଙ୍କୁ ତୁମର ସମୟ ଦେଉଥିଲ ଏବଂ ଯିଏ ତୁମର ଶକ୍ତି ଏବଂ ସମୟ ବ୍ୟବହାର କରିଚାଲିଥାଏ, ସେ କିପରି ଦୁର୍ବଳ ହୋଇପାରିବ? ସେ ଦିନକୁ ଦିନ ଶକ୍ତିଶାଳୀ ହେବ। ଯୁବକଙ୍କର ଆଖି ଖୋଲିଗଲା। ସନ୍ନ୍ୟାସୀ ଆଗକୁ କହିଲେ, ଶତ୍ରୁ ସହିତ ଲଢ଼ିବାର ସଠିକ୍ ଉପାୟ ହେଉଛି ତାଙ୍କର ଶକ୍ତିକୁ କାଟିଦେବା। ଯେଉଁ ଶକ୍ତି ସେ ଆପଣଙ୍କ ଉପରେ ନିର୍ଦ୍ଦେଶ କରନ୍ତି, ଏହାକୁ ମୂଳରୁ କାଟିଦିଅ ଏବଂ ତାପରେ ନିଜ କାମରେ ଧ୍ୟାନ ଦିଅ, ନିଜ ଜୀବନରେ ଧ୍ୟାନ ଦିଅ। ସନ୍ନ୍ୟାସୀ ତାପରେ ଯୁବକଙ୍କ ସହିତ ଏହି ପ୍ରତିକାର ବାଣ୍ଟିଲେ। ଯୁବକ ଜଣକ ଫେରିଗଲେ ଏବଂ ନିର୍ଦ୍ଦେଶ ପାଳନ କଲେ। ପ୍ରଥମେ ମଙ୍ଗଳବାର ବିତିଗଲା, ତାପରେ ଦ୍ୱିତୀୟ ଏବଂ ତାପରେ ତୃତୀୟ ଏବଂ ସେହି ତୃତୀୟ ମଙ୍ଗଳବାରର ଠିକ୍ 5 ଦିନ ପରେ ଶତ୍ରୁର ଏକ ପ୍ରମୁଖ ରହସ୍ୟ ପ୍ରକାଶ ପାଇଲା। ସେ କହିଥିବା ସମସ୍ତ ମିଛ ଏବଂ ସେ ରଚୁଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଗଲା। ଗାଁ ଲୋକମାନେ ସତ୍ୟ ଜାଣିଲେ ଏବଂ ଶତ୍ରୁ ଯେ 5 ବର୍ଷ ଧରି ଯୁବକଙ୍କୁ ଯନ୍ତ୍ରଣା ଦେଉଥିଲା, ସେ ଗାଁ ଛାଡ଼ି ଚାଲିଗଲା। ସେ ଆଉ ଫେରିଲା ନାହିଁ। ଏହି କାହାଣୀ କୌଣସି ମିଥ୍ୟା କାହାଣୀ ନୁହେଁ, ଏହା ସମ୍ପୂର୍ଣ୍ଣ ରୂପରେ ସତ୍ୟ ଅଟେ। ତ ମୁଁ ଏବେ ଆପଣଙ୍କୁ ସେହି ପ୍ରତିକାର କହିବା ପାଇଁ ଯାଉଛି। ଏହି ପ୍ରତିକାରଟି ଆପଣଙ୍କୁ ମଙ୍ଗଳବାର ସକାଳେ କରିବା ଉଚିତ, ସୂର୍ଯ୍ୟୋଦୟ ପରେ। ତ ବନ୍ଧୁମାନେ, ଆପଣ ବ୍ରହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ କରି ନିଅନ୍ତୁ। ମଙ୍ଗଳବାରଟି ପ୍ରଭୁ ହନୁମାନଙ୍କୁ ସମର୍ପିତ ଅଟେ। ଯେଉଁଭଳି ପ୍ରଭୁ ହନୁମାନ ଲଙ୍କାକୁ ଜାଳି ଦେଇଥିଲେ, ରାକ୍ଷସମାନଙ୍କୁ ପରାସ୍ତ କରିଥିଲେ ଏବଂ ତାଙ୍କର ପ୍ରଭୁଙ୍କ ମିଶନର ସଫଳତା ସୁନିଶ୍ଚିତ କରିଥିଲେ, ତେଣୁ ଯେତେବେଳେ ଆପଣ ମଙ୍ଗଳବାର ଦିନ ଏହି ପ୍ରତିକାର କରନ୍ତି, ଆପଣ ପ୍ରଭୁ ହନୁମାନଙ୍କୁ ଆପଣଙ୍କର ସାକ୍ଷୀ ଭାବରେ ରଖି ଏହା କରନ୍ତି ଏବଂ ତାଙ୍କର ଶକ୍ତି ରୀତିରେ ପରିପୂର୍ଣ୍ଣ ହୋଇଯାଏ। ସକାଳୁ ଉଠି ପ୍ରଥମେ ମା ପୃଥିବୀଙ୍କୁ ସ୍ମରଣ କରନ୍ତୁ। ଆମର ପୂର୍ବପୁରୁଷମାନେ ଭୂମିରେ ପାଦ ରଖିବା ପୂର୍ବରୁ କହୁଥିଲେ, ହେ ମା, ମୁଁ ଆପଣଙ୍କ ଉପରେ ମୋର ପାଦ ରଖିବାକୁ ଯାଉଛି। ଦୟାକରି ମୋତେ କ୍ଷମା କରନ୍ତୁ। ଏହା ଏକ ସରଳ ପ୍ରାର୍ଥନା, ତଥାପି ଏହା ପୃଥିବୀ ମାତାଙ୍କର କୃପାକୁ ଆହ୍ୱାନ କରେ। ଏହା ଏକ କୃପା ଯାହା ଆପଣଙ୍କର ପ୍ରତିକାର ପାଇଁ ଆବଶ୍ୟକ। ତାପରେ ଆପଣ ସ୍ନାନ କରିନିଅନ୍ତୁ। ସ୍ନାନ କରିବା ସମୟରେ କଳ୍ପନା କରନ୍ତୁ ଯେ ଆପଣଙ୍କର ମନରେ ଥିବା ଯେକୌଣସି ବୋଝ, ଚିନ୍ତା କିମ୍ବା ଭୟ ପାଣିରେ ଧୋଇ ହୋଇଯାଉଛି। ଆପଣଙ୍କର ଶରୀର ଏବଂ ଆପଣଙ୍କର ଶକ୍ତିକୁ ସଫା ହେଉଥିବା ଭଳି ଅନୁଭବ କରନ୍ତୁ। ସ୍ନାନ ପରେ ଯଦି ସମ୍ଭବ ହୁଏ, ଲାଲ କିମ୍ବା କେଶର ରଙ୍ଗର ପୋଷାକ ପିନ୍ଧନ୍ତୁ, କାରଣ ଏହି ରଙ୍ଗଗୁଡ଼ିକ ପ୍ରଭୁ ହନୁମାନଙ୍କର ଶକ୍ତି ଏବଂ ସାହସକୁ ମୂର୍ତ୍ତିମନ୍ତ କରେ। ଯଦି ଆପଣଙ୍କ ପାଖରେ ଏହି ରଙ୍ଗ ନାହିଁ, ତେବେ କେବଳ ସଫା ପୋଷାକ ପିନ୍ଧନ୍ତୁ, କାରଣ ପରିଷ୍କାରତା ନିଜେ ପବିତ୍ରତାର ପ୍ରତୀକ। ତାପରେ ଆପଣଙ୍କ ଘରର ସବୁଠାରୁ ଶାନ୍ତ କୋଠରୀକୁ ଯାଆନ୍ତୁ। କହିବାକୁ ଗଲେ ଆପଣଙ୍କର ପୂଜା ଘରକୁ ଯାଆନ୍ତୁ। ଏକ ଘିଅର ଦୀପ ଜାଳନ୍ତୁ। ତାପରେ ଭଗବାନ ହନୁମାନଙ୍କୁ ସ୍ମରଣ କରି କିଛି ମୁହୂର୍ତ୍ତ ବିତାଇ ଦିଅନ୍ତୁ। ଆପଣ ପ୍ରଭୁ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ, ପ୍ରଭୁ, ଏହି ଦିନ ଆପଣଙ୍କୁ ସମର୍ପିତ ଏବଂ ଆପଣଙ୍କ ଉପସ୍ଥିତିରେ ମୁଁ ଏହି ପ୍ରତିକାର କରୁଛି। ମୋତେ ରକ୍ଷା କରନ୍ତୁ, ମୋର ଶତ୍ରୁମାନଙ୍କର ଶକ୍ତିକୁ ଭାଙ୍ଗି ଦିଅନ୍ତୁ ଏବଂ ମୋତେ ଶକ୍ତିଶାଳୀ କରନ୍ତୁ। ବନ୍ଧୁମାନେ, ଏହା ମାଗିବା ଦୁର୍ବଳତାର ଲକ୍ଷଣ ନୁହେଁ, ଏହା ବିଶ୍ୱାସର ଏକ କାର୍ଯ୍ୟ ଏବଂ ବିଶ୍ୱାସ ସହିତ ଯାହା ମଗାଯାଇଥାଏ ତାହା ସର୍ବଦା ପ୍ରଦାନ କରାଯାଏ। ଏବେ ରୋଷେଇ ଘରକୁ ଯାଆନ୍ତୁ ଏବଂ 3ଟି ସମ୍ପୂର୍ଣ୍ଣ କଳା ଗୋଲମରିଚ ନିଅନ୍ତୁ। ଠିକ୍ 3ଟି, କାରଣ 3 ସଂଖ୍ୟାର ଅତ୍ୟଧିକ ମହତ୍ତ୍ୱ ରହିଛି। ତ ଏହି 3ଟି ଗୋଲମରିଚ 3 ଦିଗରୁ ଏବଂ 3ଟି ଭିନ୍ନ ଉପାୟରେ ଶତ୍ରୁର ଶକ୍ତିକୁ ଆଘାତ କରେ।
ତିନୋଟି ଗୋଲମରିଚକୁ ଆପଣଙ୍କର ଡାହାଣ ପାପୁଲିରେ ରଖନ୍ତୁ ଏବଂ ସେଗୁଡ଼ିକୁ ନିକଟରୁ ପର୍ଯ୍ୟବେକ୍ଷଣ କରନ୍ତୁ। ପ୍ରତ୍ୟେକ ଗୋଲମରିଚର ଉପସ୍ଥିତି ଅନୁଭବ କରନ୍ତୁ, ସେମାନଙ୍କର ଶକ୍ତି ଏବଂ ସେମାନଙ୍କର ତୀକ୍ଷ୍ଣ ଶକ୍ତି ଅନୁଭବ କରନ୍ତୁ। ଅନୁଭବ କରନ୍ତୁ ଯେ ଏହି ଛୋଟ ଗୋଲମରିଚ ଆପଣଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି। ଆପଣଙ୍କ ଆଖି ବନ୍ଦ କରନ୍ତୁ ଏବଂ କିଛି ମୁହୂର୍ତ୍ତ ପାଇଁ ନିଶ୍ୱାସ ନିଅନ୍ତୁ, ଗଭୀର ଏବଂ ଧୀରେ ଧୀରେ 3 ଥର। ଶେଷରେ ଆପଣଙ୍କର ମନରେ ଆପଣଙ୍କର ଶତ୍ରୁର ମୁହଁ କଳ୍ପନା କରନ୍ତୁ। କିନ୍ତୁ ବନ୍ଧୁମାନେ, ଏହାକୁ ଘୃଣା କିମ୍ବା ଭୟ ସହିତ ଦେଖନ୍ତୁ ନାହିଁ। କେବଳ ଶାନ୍ତ ଭାବରେ ଏହାକୁ ପର୍ଯ୍ୟବେକ୍ଷଣ କରନ୍ତୁ, ଯେପରି ଆପଣ ଏକ ଚାଲି ଯାଉଥିବା ମେଘକୁ ଦେଖୁଥିବେ। ମୋ ପ୍ରତି ନିର୍ଦ୍ଦେଶିତ ଯେକୌଣସି ମନ୍ଦେ ଉଦ୍ଦେଶ୍ୟ କିମ୍ବା କ୍ଷତିକାରକ ଶବ୍ଦ, ସେଗୁଡ଼ିକ ଆଜି ଭାଙ୍ଗିଯିବ, ବିକ୍ଷିପ୍ତ ହେବ ଏବଂ ଅଦୃଶ୍ୟ ହୋଇଯିବ। ଆପଣଙ୍କ ଭିତରେ ସୁସ୍ଥତା ଏବଂ ଆଭ୍ୟନ୍ତରୀଣ ଶକ୍ତିର ଭାବନା ସୃଷ୍ଟି ହେବ। ଆଖି ଖୋଲନ୍ତୁ, ସେହି 3ଟି କଳା ଜିନିଷକୁ ଏକ ସରଳ ରେଖାରେ ଭୂମିରେ ରଖନ୍ତୁ ଏବଂ ଆପଣଙ୍କର ଡାହାଣ ପାଦ ବ୍ୟବହାର କରି ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଚୂର୍ଣ୍ଣ କରନ୍ତୁ। ଏହା କରିବା ସମୟରେ ମନ୍ତ୍ର ଜପ କରନ୍ତୁ। ପ୍ରଭୁ ହନୁମାନଙ୍କର ଯେକୌଣସି ମନ୍ତ୍ର ଆପଣ ଜପ କରିପାରିବେ। ତାପରେ ପଛକୁ ନ ଚାହିଁ ସିଧା ଘରକୁ ଚାଲି ଆସନ୍ତୁ। ଘରେ ପହଞ୍ଚିବା ପରେ ପ୍ରଥମେ ଆପଣଙ୍କର ହାତ ଏବଂ ପାଦ ଧୋଇ ଦିଅନ୍ତୁ। ତାପରେ ଏକ ଗ୍ଲାସ ପାଣି ପିଅନ୍ତୁ। ଯଦି ଆପଣ ଖାଇବାକୁ ଚାହୁଁନାହାନ୍ତି, ତେବେ କେବଳ 3 ଥର କୁହନ୍ତୁ, ମୁଁ ଭଲ ଅଛି, ମୁଁ ସୁରକ୍ଷିତ ଅଛି। ଏହି ପ୍ରତିକାର କରିବା ପରେ କିଛି ଜିନିଷ ମନେ ରଖିବାକୁ ପଡ଼ିବ। ଏଗୁଡ଼ିକ ପ୍ରତିକାରର ପ୍ରଭାବକୁ ବଜାୟ ରଖିବାରେ ସାହାଯ୍ୟ କରେ ଏବଂ ଏହାକୁ ଅଧିକ ଶକ୍ତିଶାଳୀ କରିଥାଏ। ପ୍ରଥମେ, ଏହି ଉପାୟଟି କରିବା ପରେ ସେହି ଶତ୍ରୁ ବିଷୟରେ ଆଦୌ ଚିନ୍ତା କରନ୍ତୁ ନାହିଁ। ଏହା ସବୁଠାରୁ କଷ୍ଟକର କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଆମେ ପ୍ରତିକାର ପରେ ଶତ୍ରୁ ବିଷୟରେ ବାରମ୍ବାର ଚିନ୍ତା କରୁ, ଆମେ ଅଜାଣତରେ ସେମାନଙ୍କୁ ଆମର ଶକ୍ତି ପାନ କରାଉ, ଯାହା ଫଳରେ ପ୍ରତିକାରର ପ୍ରଭାବ ହ୍ରାସ ପାଏ। ତେଣୁ ସେମାନଙ୍କୁ ଭୁଲିଯାଆନ୍ତୁ, ସମ୍ପୂର୍ଣ୍ଣ ଭୁଲିଯାଆନ୍ତୁ ଏବଂ ନିଜ କାମ କରନ୍ତୁ। ପରିବାର ଏବଂ ନିଜ ଜୀବନ ଉପରେ ଧ୍ୟାନ ଦିଅନ୍ତୁ। ଦ୍ୱିତୀୟରେ, ପୂଜା ପରେ କିଛି ମିଠା ଖାଆନ୍ତୁ। ଟିକେ ଗୁଡ଼ କିମ୍ବା ଘରେ ଉପଲବ୍ଧ ଯେକୌଣସି ମିଠା ଜିନିଷ କିଛି ମିଠା ଖାଇବା ପ୍ରତୀକ ଏବଂ ନିଶ୍ଚିତ କରେ ଯେ ମିଠା ଆପଣଙ୍କର ଜୀବନରେ ପ୍ରବେଶ କରିବ। ଶତ୍ରୁ ଦ୍ୱାରା ସୃଷ୍ଟି ହୋଇଥିବା ନକାରାତ୍ମକତା ଦୂର ହୋଇଯିବ ଏବଂ ମିଠା ତାର ସ୍ଥାନ ନେବ। ତୃତୀୟରେ, ସେହିଦିନ ଘରେ ଶାନ୍ତି ବଜାୟ ରଖନ୍ତୁ। ଯୁକ୍ତି, କଳହ କିମ୍ବା କ୍ରୋଧକୁ ଏଡ଼ାନ୍ତୁ। ଏହି ଉପାୟ ପରେ ଘରେ ସୃଷ୍ଟି ହୋଇଥିବା ଶକ୍ତି ବହୁତ ନାଜୁକ ଏବଂ ଯଦି ମତଭେଦ ହୁଏ, ତେବେ ସେହି ଶକ୍ତି ନଷ୍ଟ ହୋଇଯିବ। ଚତୁର୍ଥରେ, ଏହି ପ୍ରତିକାର ବିଷୟରେ କାହାକୁ କୁହନ୍ତୁ ନାହିଁ। ପରିବାରର ସଦସ୍ୟ, ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ କାହାକୁ ବି ନୁହେଁ। ଏକ ଗୁପ୍ତ କଥା ତାର ଶକ୍ତି ବଜାୟ ରଖେ। ପ୍ରକାଶିତ ହେବା ପରେ ଏହାର ଶକ୍ତି ନଷ୍ଟ ହୋଇଯାଏ ଏବଂ ଏହାର ପ୍ରଭାବ ହ୍ରାସ ପାଏ। ଆପଣଙ୍କୁ ଏହି ପ୍ରତିକାର ଲଗାତାର 3ଟି ମଙ୍ଗଳବାର ପର୍ଯ୍ୟନ୍ତ କରିବାକୁ ପଡ଼ିବ। ପ୍ରତ୍ୟେକ ଥର ଶାନ୍ତ ଆଚରଣ ଏବଂ ସଚ୍ଚୋଟ ବିଶ୍ୱାସ ସହିତ 3ଟି କଳା ଗୋଲମରିଚ ବ୍ୟବହାର କରନ୍ତୁ। ପ୍ରଥମ ମଙ୍ଗଳବାର ପରେ ଆପଣ ଆପଣଙ୍କ ମନରେ ହାଲୁକା ଅନୁଭବ କରିବେ। ଆପଣଙ୍କର ଶତ୍ରୁ ଦ୍ୱାରା ସୃଷ୍ଟି ହୋଇଥିବା ଭାରୀପଣ କମିଯିବ, ଯାହା ଆପଣଙ୍କ ପାଇଁ ନିଶ୍ୱାସ ନେବା ଏବଂ ଭଲ ଶୋଇବା ସହଜ କରିବ। ଦ୍ୱିତୀୟ ମଙ୍ଗଳବାର ପରେ ଆପଣ ଆପଣଙ୍କର ଶତ୍ରୁର ଆଚରଣରେ ପରିବର୍ତ୍ତନ ଦେଖିବେ। ହୁଏତ ସେମାନେ କମ୍ କଥା କହୁଛନ୍ତି କିମ୍ବା ସେମାନଙ୍କର କଥା ଆଉ ଆପଣଙ୍କ ପାଖରେ ପହଞ୍ଚି ପାରୁନାହିଁ। ଯେଉଁମାନେ ସେମାନଙ୍କ ବିଷୟରେ କାହାଣୀ ଶୁଣାଉଥିଲେ, ସେମାନେ ମଧ୍ୟ ଚୁପ୍ ହୋଇଯିବେ। ତୃତୀୟ ମଙ୍ଗଳବାର ସୁଦ୍ଧା ଆପଣ ଅନୁଭବ କରିବେ ଯେ ସେମାନେ ଧୀରେ ଧୀରେ ଆପଣଙ୍କ ଜୀବନରୁ ଲୁପ୍ତ ହୋଇଯାଉଛନ୍ତି। ପରିସ୍ଥିତି ଏପରି ବଦଳିଯିବ ଯେ ସେମାନେ ଆଉ ଆପଣଙ୍କ ରାସ୍ତା ଅତିକ୍ରମ କରିପାରିବେ ନାହିଁ କିମ୍ବା ସେମାନେ କେବଳ ଚୁପ୍ ହୋଇଯିବେ କିମ୍ବା କିଛି ଉପସ୍ଥିତି ଆସିବ ଯାହା ସେମାନଙ୍କୁ ଆପଣଙ୍କ ଠାରୁ ଦୂରେଇ ନେଇଯିବ। ମନେ ରଖନ୍ତୁ, ଶକ୍ତିଶାଳୀ ଏବଂ ଅସାଧାରଣ ବ୍ୟକ୍ତି ହିଁ ଶତ୍ରୁମାନଙ୍କୁ ଆକର୍ଷିତ କରନ୍ତି। ତେଣୁ ଯଦି ଆପଣଙ୍କର କୌଣସି ଶତ୍ରୁ ଅଛି, ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଭିତରେ ଏପରି କିଛି ଅଛି ଯାହା ସେମାନଙ୍କୁ ଭୟଭୀତ କରେ। ଆପଣ ସ୍ୱତନ୍ତ୍ର। ଆପଣଙ୍କ ପାଖରେ ଏକ ଆଭ୍ୟନ୍ତରୀଣ ଶକ୍ତି ଅଛି। ଏହା ମନେ ରଖନ୍ତୁ। ଯେତେବେଳେ ଆପଣ ଆପଣଙ୍କର ଶତ୍ରୁ ବିଷୟରେ ଭାବନ୍ତି, ନିଜକୁ ମନେ ରଖନ୍ତୁ, ମୁଁ ଏତେ ଶକ୍ତିଶାଳୀ ଯେ ସେମାନେ ମୋତେ ଭୟ କରନ୍ତି, ସେଥିପାଇଁ ସେମାନେ ମୋତେ କ୍ଷତି କରିବାକୁ ଚେଷ୍ଟା କରନ୍ତି।
ଏହି ମାନସିକତା ଆପଣଙ୍କ ଭିତରେ ଥିବା ଅଭେଦ୍ୟ କବଚକୁ ମଜବୁତ କରେ। ଏହି ପ୍ରତିକାର ସହିତ ଏକ ସଂକ୍ଷିପ୍ତ ଦୈନିକ ପୂଜା ଅଭ୍ୟାସ କରନ୍ତୁ। ଏହି ଅଭ୍ୟାସ ପ୍ରତିଦିନ ଉପଚାରର ପ୍ରଭାବକୁ ସତେଜ ରଖେ। ପ୍ରତ୍ୟେକ ଦିନ ସକାଳେ ଉଠିବା ପରେ ପ୍ରଥମେ ଆପଣଙ୍କର ହାତ ପାପୁଲିକୁ ଦେଖନ୍ତୁ ଏବଂ ନିଶ୍ଚିତ କରନ୍ତୁ, ଏହି ହାତରେ ଶକ୍ତି ଅଛି, ମୋତେ କିଛି ବି ଅଟକାଇ ପାରିବେ ନାହିଁ। ଏହି ହାତ ସାହାଯ୍ୟରେ ମୁଁ ମୋର ଜୀବନକୁ ଗଢ଼ିବି। ପ୍ରତ୍ୟେକ ସକାଳେ ଗୋଟିଏ ମିନିଟ ପାଇଁ ଏହା କରନ୍ତୁ ଏବଂ ଶୋଇବା ପୂର୍ବରୁ ପ୍ରତି ରାତିରେ 5 ମିନିଟ ପାଇଁ ଚୁପଚାପ ବସି ରୁହନ୍ତୁ। ଆଖି ବନ୍ଦ କରନ୍ତୁ ଏବଂ ଧୀରେ ଧୀରେ ନିଶ୍ୱାସ ନିଅନ୍ତୁ। ଏହି 5 ମିନିଟ ମଧ୍ୟରେ ଆପଣଙ୍କର ଶତ୍ରୁ ବିଷୟରେ ଚିନ୍ତା କରନ୍ତୁ ନାହିଁ, କେବଳ ଆପଣଙ୍କର ନିଶ୍ୱାସ ଉପରେ ଧ୍ୟାନ ଦିଅନ୍ତୁ। ଏହି 5 ମିନିଟ ଅଭ୍ୟାସ ପ୍ରତ୍ୟେକ ରାତିରେ ସେହି ଭିତରର କବଚକୁ ମଜବୁତ କରେ। ତ 3ଟି ମଙ୍ଗଳବାର ପାଇଁ ଉପାୟଟି ସମାପ୍ତ ହେବା ପରେ ଚତୁର୍ଥ ମଙ୍ଗଳବାରରେ ହନୁମାନ ମନ୍ଦିର ଦର୍ଶନ କରନ୍ତୁ। ହନୁମାନ ପ୍ରଭୁଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ ଏବଂ ଦୀପ ଜାଳି ଆପଣଙ୍କ ହୃଦୟରେ କୁହନ୍ତୁ, ପ୍ରଭୁ, ମୁଁ ଆପଣଙ୍କ କୃପା ଦ୍ୱାରା ସୁରକ୍ଷିତ ଅଛି। ଆପଣଙ୍କ ପାଇଁ କରାଯାଇଥିବା ଉପଚାର ସଫଳ ହୋଇଛି। ମୁଁ ଆପଣଙ୍କୁ ମୋର କୃତଜ୍ଞତା ପ୍ରଦାନ କରୁଛି। ଯେତେବେଳେ ଆପଣ ବିଦାୟ ନେଉଛନ୍ତି, ଜଣେ ଅଭାବୀ ବ୍ୟକ୍ତିଙ୍କୁ କିଛି ଦାନ କରନ୍ତୁ, ଟଙ୍କା, ଖାଦ୍ୟ କିମ୍ବା ଫଳ। ଏହି ଦାନ କାର୍ଯ୍ୟ ସମଗ୍ର ପ୍ରକ୍ରିୟାର ଶେଷ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଂଯୋଗ, କାରଣ ଯେଉଁମାନେ ଦିଅନ୍ତି ଗ୍ରହଣ କରନ୍ତି। ଏହା ଜୀବନର ଏକ ଅନନ୍ତ ନିୟମ। ବନ୍ଧୁମାନେ, 3ଟି କଳା ଗୋଲମରିଚ ଏକ ମଙ୍ଗଳବାର ସକାଳ ଏବଂ ଏକ ଶାନ୍ତ ମନ ଏବଂ 3ଟି ମଙ୍ଗଳବାରରେ ଅଟଳ ବିଶ୍ୱାସ। କେବଳ ଆପଣଙ୍କ ପାଇଁ ଏତିକି ଆବଶ୍ୟକ। ତାପରେ ଆପଣଙ୍କର ଶତ୍ରୁ ଦୁର୍ବଳ ହୋଇଯିବ, ସେମାନଙ୍କର ସଂକଳ୍ପ ଭାଙ୍ଗିଯିବ, ସେମାନଙ୍କର ଷଡ଼ଯନ୍ତ୍ର ବିଫଳ ହେବ ଏବଂ ଆପଣଙ୍କ ଜୀବନରେ ଶାନ୍ତି ଏବଂ ସମୃଦ୍ଧି